ଅ, ଏବେ ଆମର କମିଶନର ସାର୍ଙ୍କ ନିର୍ଦ୍ଦେଶରେ ଏକ ସ୍ପେଶାଲ ଡ୍ରାଇଭ୍ ଗଠନ କରାଯାଇଛି, ଯୋଉଟାକି 28 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ଚାଲି ରହିବ, ପ୍ରବାସୀ ଭାରତ ଦିବସ ପର୍ଯ୍ୟନ୍ତ। ଆଉ ଏଇ ପାଇଁ ଆମେ ବାଲିସିରାରେ ପରଦିନ ବି ରେଡ୍ କରିଥିଲୁ, ଆଜି ବି ରେଡ୍ କରିଛୁ। ଲଗାତାର ରହିବ ଏଇନା, ରେଡ୍ କଣ୍ଟିନ୍ୟୁସ୍ ଲାଗି ରହିବ। ଯୋଉଠିକି ଆମେ ଆଜି ସକ୍ସେସଫୁଲି 4650 ଲିଟର୍ସ ଅଫ୍ ଗୁଡ଼ ପଚ, ଆଉ ଆମେ ପାଖାପାଖି 340 ଲିଟରର ଦେଶୀ ମଦ ଜବତ କରିଥିଲୁ। ତା ସାଥିରେ ଆମେ 50ଟା ବ୍ୟାରେଲ୍ ଏଇଠି ଅଛି, ଆଉ ବାକି ସବୁ ବ୍ୟାରେଲ୍ ଡେଷ୍ଟ୍ରକ୍ଟ କରାଯାଇଛି। ପାଖାପାଖି 100ଟା ଖଣ୍ଡେ ବ୍ୟାରେଲ୍ ଜବତ କରିଛୁ। ସାର୍ ପା- 25ଟା ଖଣ୍ଡେ ଚୁଲେଇ ଏଠିକିନା ସେମାନେ କରୁଥିଲେ ବେଆଇନ ଭାବରେ। ଆଉ ଯେହେତୁ ଏଇଟା ଟିକେ ଇନଆକ୍ସେସିବଲ୍ ଜାଗା, ସେମାନେ ଭାବୁଛନ୍ତି କି ଆମେ ପହଞ୍ଚି ପାରିନି, ହେଲେ ଆମେ ଆମ ଟିମ୍ଟାକୁ ସକ୍ସେସଫୁଲି ଷ୍ଟ୍ରାଟେଜି ବନେଇକି ଆମେ ଆସିକି ରେଡ୍ କରିଥିଲୁ। ସାର୍ ମୁଖ୍ୟତଃ କୋଉ ଟିମ୍ ଏଥିରେ ସାମିଲ ଥିଲେ? ଏଥିରେ ଆମର ଆସ୍କା ଏକ୍ସାଇଜ ଷ୍ଟେସନ ଆଉ ଆସ୍କାର ରେଞ୍ଜ, ସେମାନେ 2 ଜଣ ସାମିଲ ଥିଲେ, ଜଏଣ୍ଟେଡ୍ ଆଉ ଷ୍ଟ୍ରାଇକିଂ ଫୋର୍ସ ଗଞ୍ଜାମ। ସାର୍ ଆଉ ତାପରେ ଏଇଟା ଆମେ ଯଦି ରେଗୁଲାରଲି ଆଇଡି ସ୍ପଟ୍ସ ଗୁଡ଼ା ଟଚ୍ କରିବା, ତାହେଲେ ନିହାତି ଭାବରେ ୟାଙ୍କର ସାମାନ ସବୁ ଡିଷ୍ଟ୍ରକ୍ଟ ହେଲେ, ୟାଙ୍କର ଲସ୍ ହେଲେ ହିଁ ସେମାନେ ମାନିବେ। ଆଉ ମୁଁ ଚେଷ୍ଟା କହିବାକୁ ଚାହିଁବି କି ଯେଉଁମାନେ ଏଇ ବେଆଇନ ମଦ ରାନ୍ଧିବା କାରବାରରେ ଜଡ଼ିତ ଅଛନ୍ତି, ସେମାନେ ଅଲଗା ବ୍ୟବସାୟୀ ଯୋଉଟାକି ଫଳପ୍ରଦ ହେବ, ସେଇଟାକୁ ଫଲୋ କଲେ ବେଟର୍ ହେବ।